ନାଁ ହେଉଛି ସାଗର ବେହେରା, ଗ୍ରାମ ମଇଁସା ବ୍ରହ୍ମପୁର। ବାପାଙ୍କ ନାଁ ହେଉଛି ବାନମ୍ବର ବେହେରା। ଆଉ ଏବେ ମାଉସୀ ଯାଉଥିଲେ ବାଲାନରୁ ଯାଇକିରି ସେ ଯିବା କଥା ଚାନ୍ଦପୁର, ସେ ଅଲଗା ବସ୍ ଉଠିକିରି କୁଆଡ଼େ ନିଖୋଜ ହେଇଛନ୍ତି। ଏବେ ଆମେ 4-5 ଦିନ ହେଲାଣି ଖୋଜି ଖୋଜି ବ୍ରହ୍ମପୁର, ଛତରପୁର ଆଉ କୃଷ୍ଣପ୍ରସାଦ ବ୍ଲକରେ ଆମେ ଏବେ ଦେଇଛୁ ରିପୋର୍ଟ। ଆଉ ଛତରପୁର ଗୋପାଳପୁର ଥାନାରେ ବି ରିପୋର୍ଟ ଦେଇଛୁ। ଆମେ ଏତେ ରିକ୍ୱେଷ୍ଟ କରୁଛୁ, ଆଉ ଆପଣଙ୍କ ଏଇ ମିଡ଼ିଆ ଦ୍ୱାରା ଯେବେ କିଛି ମିଳିଯାଆନ୍ତା ବା ପ୍ରୁଫ୍ ମିଳିଯାଆନ୍ତା ଆମେ କିଛି ଉପକୃତ ହୁଅନ୍ତୁ। ଆଉ ଏଇ ମିଡ଼ିଆ ଦ୍ୱାରା ଯେବେ କିଛି ହାଇଲାଇଟ୍ ହୁଅନ୍ତା, କୌଣସି ଲୋକ ଯେ ପାଆନ୍ତେ ହଁ ଏଇ ଲୋକ ଏଇଠି ମିଳିଛନ୍ତି, ସେଥିପାଇଁ ଆପଣ ରିକ୍ୱେଷ୍ଟ କରି କହୁଛୁ, ପ୍ରଶାସନକୁ ରିକ୍ୱେଷ୍ଟ କରି କହୁଛୁ। ଆଉ ଏଇଟା ଟିକେ ଯେମିତି ଆମର ଜଲ୍ଦିରେ ମିଳିଲେ ଆମକୁ ଭଲ ହେବ। କୋଉ ଜାଗାରେ ସେ ନିଖୋଜ ହେଲେ? ନିଖୋଜ ହେଲେ ବ୍ରହ୍ମପୁର ପାଣ୍ଡିଆପଲ୍ଲୀ ନିଖୋଜ ହେଲେ। ସେଠି ଆମେ ଶୁଣିକି ଯାଇକିରି ଆମେ ଦାଦା ପୁଅର ମୋର ଯାଇକି 5 ଦିନ ଯାକ ଖୋଜିକି ଟୋଟାଲ୍ ଏବେ ପାଇଲୁନୁ। ସେଠି ବି ଗୋପାଳପୁର ଥାନାରେ ଆମେ ଡାଏରୀ ଦେଇଛୁ। ସିଏ ବି କହିଛନ୍ତି ବୁଝି ବୋଲି କହିଛନ୍ତି। ପୁଣି ଆସିକି କୃଷ୍ଣପ୍ରସାଦ ଥାନାରେ କହିବାରୁ ସେ କହିଲେ ଯେ ତୁମେ ଗୋଟେ ଡାଏରୀ କର, ଡାଏରୀ କଲେ ଯାଇକି ଆମେ କରୁ। ସେଠି ବି ଥାନାରେ ଆମ ବୋଉ, ମୁଁ, ଆମ ସାନ ଭାଇ ଏବେ ଦେଇକି ଆସିଲୁ। ଏତିକି ରିକ୍ୱେଷ୍ଟ କରୁଛୁ ପ୍ରଶାସନକୁ ଆଉ ଆପଣ ମିଡ଼ିଆମାନଙ୍କୁ, ଆଙ୍କ ଦ୍ୱାରା କିଛି ଆମେ ପାଇଯାଆନ୍ତୁ ମାଉସୀର କିଛି ପ୍ରୁଫ୍, କିଛି ଆମେ ଉପକୃତ ହୁଅନ୍ତୁ। ମାଉସୀଙ୍କ ନାଁ ହେଉଛି ବିମଳା ଜେନା, ଆଉ ତାଙ୍କ ବାପାଙ୍କ ନାଁ ହେଉଛି ବଲ୍ଲଭ ଜେନା। ଗାଁ ହେଉଛି ଖଟିସାହି। ଆଉ ମାଉସୀର ବି କେହି ନାହାନ୍ତି, ତାଙ୍କର ବି ତାଙ୍କ ବାପା ନାହାନ୍ତି, ତାଙ୍କ ବୋଉ ନାହାନ୍ତି, ମାଉସୀ ଏକୁଟିଆ। ମାଉସୀ ବି ମ୍ୟାରେଜ୍ କରିନାହାନ୍ତି, ତାଙ୍କ ବୟସ ହେଉଛି 55। ମୁଁ ତାଙ୍କ ପୁତୁରା ହେବି। ଆଉ ବହୁତ ଆମେ ଖୋଜାଖୋଜି କରୁଛୁ, ଆପଣଙ୍କ ଇଏରେ ଯେବେ କିଛି ମିଳିଯାଆନ୍ତା ଆମେ ବହୁତ ଉପକୃତ ହୁଅନ୍ତୁ। ଆଉ ମାଉସୀ ଟୋଟାଲ୍ କିଛି କହିପାରୁନାହାନ୍ତି କି କିଛି ଶୁଣିପାରୁନାହାନ୍ତି, ସେ ଜାଡ଼ି ଆଉ ମୁକ। ସେଠି ଯେ କୌଣସି ଭଦ୍ର ବ୍ୟକ୍ତି ପାଆନ୍ତି ଆଉ ଟିକେ ଯୋଗାଯୋଗ କଲେ ଆମେ କିଛି ଉପକୃତ ହୋଇଯାଆନ୍ତୁ।